हेलो भाई, नमस्कार, जय जगन्नाथ समस्त को मोर आउ गोटे वीडियो आपण मानक स्वागत। भाई वीडियो फास्ट रु लास्ट जाए देखिछन देखो। आपण यदि मो वीडियो यदि फास्ट टाइम देखुछन तो भाई गुटे सब्सक्राइब करो। थैंक यू। भाई आज टॉपिक होची देखियो ए बिहार रे इलेक्शन ପାଇଁ कैंपिंग करछन भाई बीजेपी कांग्रेस तामर आरजेडी। भाई एबे इलेक्शन रे एते एमती जिंस कहबे जो जिंस तो आपण सुनि भी नथिबे, साधारण पब्लिक को सुन नथिबे। ଏଇଟା ଦେଇଦବୁ ସେଇଟା ଦେଇଦବୁ ସେଇଟା କରିଦବୁ ତମ କମ୍ପାନୀ ଲଗାଇବୁ ଫ୍ୟାକ୍ଟ୍ରି ଲଗାଇବୁ ଏତେ ଲୋକ ଜବ୍ ଦେବୁ ସବୁ ଗଭର୍ଣ୍ଣମେଣ୍ଟ କହିବେ, କିନ୍ତୁ କୋଉ ଗଭର୍ଣ୍ଣମେଣ୍ଟ କେବେ କରିବେନି। ଇଲେକ୍ସନ ସରିଲା ପରେ ଯୋଉ ନେତା ଏବେ ତମ ମାନଙ୍କ ବାହାରେ 10 ଦିନ ମାସକୁ 4 ଥର ଆସୁଛି, ସେଇ ନେତା ବର୍ଷ ଗୋଟେ ତମ ବାହାରକୁ ଦେଖାଯିବ ନାହିଁ। ଭାଇ ନିଜ ହେଇଗଲେ ଆଜିକାଲିକା ଦେଖିବ ଯେମିତି ଚାଲିଛି ଇଲେକ୍ସନ, ଯିଏ ଜିତିଲା ୱାନ୍ ଟାଇମ୍ ମାନେ ତାର ଯେ ଗରମ କର ଭାଇ ସେ ଏନ୍ଜୟ କରୁ। ଟାଇମ୍ ଜିତୁଛନ୍ତି ତାଙ୍କ 14 ପୁରୁଷ ଖାଲି ବି ସେତିକି ସରିବନି, ସେତିକି ରଖି ଦଉଛନ୍ତି ଭାଇ। ଲୋକ ସେଇଥିପାଇଁ ଆଜିକାଲି ପୁରା ରାଜନୀତିରେ ଉତରୁଛନ୍ତି। ରାଜନୀତି ତ ଆପଣ ମାନେ ଯଦି ଭୋଟ ଦଉଛନ୍ତି ମାନେ ୱାନ୍ ଟାଇମ୍ ଭାବନ୍ତୁ ଆମେ କଣ ପାଇଁ ଦଉଛୁ, ଆମର କଣ ବେନିଫିଟ କରିବ, ଆମର କଣ ଫାଇଦା। ସବୁ ନେତା ମନ୍ତ୍ରୀ କହିବେ ମୁଁ ଏଇଟା ଦେଇଦେବି ମୁଁ ସେଇଟା କରିଦେବି। ଦେଖିବେ ନେତା ମନ୍ତ୍ରୀ, ଯୋଉ ନେତା ମନ୍ତ୍ରୀ ଘର ଝାଡୁ ସଜାରେ ମାରିଦେବେ, ତାଙ୍କେ ଜୀବନ ଜିନ୍ଦଗି ତାଙ୍କ ଝାଡୁ ଛୁଇଁ ନଥିବେ, ଝାଡୁ ଛୁଇଁ ଦେବେ ତ ଯୋଉଟା ତାଙ୍କ ସେ କରିବ କରିବେ ଜିନ୍ଦଗିରେ ସେ ଜିନିଷ ତାଙ୍କୁ କରି ଦେଖାଯାଏ। ଲୋକ ଆଉ ସାଧାରଣ ଲୋକର ପଇସା ଲୁଟିକି ନେଇ ତାଙ୍କର ଜେବ୍ ଗରମ କରିବେ। ସମସ୍ତେ ଭାଇ ସବୁ ପାର୍ଟି ହେଲା, ସବୁ କୋଉ ପାର୍ଟି ବି ଭଲ ନାହିଁ। ଦୁନିଆ ଆଗକୁ କଣ ହବ କଣ ନାହିଁ, ଆଜିକାଲି ସମସ୍ତେ ରାଜନୀତିରେ ରହୁଛନ୍ତି। ଦେଖିବା ବିହାର ଆଗକୁ, ବିହାର କିଏ ଜିତୁଛି ଏବେ। ନୀତିଶ ବାବା ଜିତୁଛି ନା ଲାଲୁ ଯାଦବ ତା ଅଛି ନା କଂଗ୍ରେସ ଆସିବ। ଆପଣ କମେଣ୍ଟରେ କୁହନ୍ତୁ କିଏ ଜିତିବ ବିହାର ଇଲେକ୍ସନରେ। थैंक यू, धन्यवाद। वीडियो फास्ट लास्ट देखते सब्सक्राइब करिए।